ଆଜି ହେଉଛି 17 ଜୁନ୍ 2025 ମଙ୍ଗଳବାର। ଆଜି 12ଟା ଜିଲ୍ଲାକୁ ପ୍ରବଳ ସହିତ ପବନ 60ରୁ 70 କିମି ବେଗରେ ବହିପାରେ। ହ୍ୟାଲୋ ବନ୍ଧୁଗଣ, ନମସ୍କାର। ମୁଁ ସ୍ୱାଗତ କରୁଛି SP ଖବରକୁ। ଆଜି ହେଉଛି 17 ଜୁନ୍ 2025 ମଙ୍ଗଳବାର। IMD ତରଫରୁ ସୂଚନା ଯେ 25ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ 5ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସନ୍ଧ୍ୟା 5ଟା ସୁଦ୍ଧା ଜିଲ୍ଲାମାନଙ୍କରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ ଏବଂ କିଛି କିଛି ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାମାନଙ୍କରେ ବିଜୁଳି ଏବଂ ଘଡ଼ଘଡ଼ି ବହୁତ ମାତ୍ରାରେ ଅଛି। ସତର୍କରେ ରୁହନ୍ତୁ ଏବଂ ତା ସାଙ୍ଗକୁ 40ରୁ 50 କିମି ବେଗରେ ପବନ ବହିପାରେ। ବର୍ଷା ହୋଇପାରେ। ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଅନୁଗୁଳ। ଏହି ଜିଲ୍ଲାମାନଙ୍କରେ ମଧ୍ୟ ଭଲ ବର୍ଷା ହେବାର ସମ୍ଭାବନା ରହିଅଛି। ଗଛ ମୂଳରେ ରୁହନ୍ତୁ ନାହିଁ। ପବନ ସହିତ ବିଜୁଳି ମଧ୍ୟ ଅଛି। ଆଉ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ। ଏହି ଜିଲ୍ଲାମାନଙ୍କୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। IMD ତରଫରୁ ଯାହା ସୂଚନା ମିଳିଛି, ଏହି ଜିଲ୍ଲାମାନଙ୍କୁ 60ରୁ 70 କିମି ବେଗରେ ପବନ ବହିପାରେ। ବିଜୁଳି ଘଡ଼ଘଡ଼ି ମଧ୍ୟ ଖୁବ୍ ମାତ୍ରାରେ ଅଛି। ସେଥିପାଇଁ ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଆମ ଭିଡ଼ିଓ ଦେଖି ଆପଣଙ୍କୁ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହିଲି, ଧନ୍ୟବାଦ।